ମୁଁ ପ୍ରଫେସର ବିଭୂତିଭୂଷଣ ବିଶ୍ୱାଳ, ଭାଇସ୍ ଚାନ୍ସେଲର ଓଡ଼ିଶା ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ ଭୁବନେଶ୍ୱର। ଆମର ତୃତୀୟ ସମାବର୍ତ୍ତନ ଉତ୍ସବ ଆମେ ଆସନ୍ତା ସୋମବାର ଜାନୁଆରୀ 19 ତାରିଖ ରେଲ୍ ଅଡିଟୋରିୟମ୍ ମଞ୍ଚେଶ୍ୱରଠାରେ କରିବାକୁ ଯାଉଛୁ, ଯେଉଁଥିରେ କି ଆମର ୟୁନିଭର୍ସିଟିର ଚାନ୍ସେଲର ଅନରେବୁଲ୍ ଗଭର୍ଣ୍ଣର ଅଫ୍ ଓଡ଼ିଶା ସଭାପତିତ୍ୱ କରିବେ ଏବଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ IIT କାନପୁର ନିର୍ଦ୍ଦେଶକ ପଦ୍ମଶ୍ରୀ ମନୀନ୍ଦ୍ର ଅଗ୍ରୱାଲ। ଏହି ସମାବର୍ତ୍ତନ ଉତ୍ସବରେ ଆମେ 1144 ପିଲାଙ୍କୁ ଡିଗ୍ରୀ ପ୍ରଦାନ କରିବୁ, ଯେଉଁଥିରେ କି 3ଟି ଗୋଲ୍ଡ ମେଡ଼ାଲ ଏବଂ 29ଟି ସିଲଭର ମେଡ଼ାଲ ବି ପ୍ରଦାନ କରିବୁ ବିଭିନ୍ନ କ୍ଷେତ୍ରରେ ସେମାନେ ତାଙ୍କର ପାରଦର୍ଶିତା ପାଇଁକି। ଆମେ ଆଶା କରୁଛୁ ପ୍ରାୟ 900ରୁ ଉର୍ଦ୍ଧ୍ୱ ପିଲା ଆସିକି ଏଇଥିରେ ଫିଜିକାଲି ଯୋଗ ଦେବେ, ତା ପାଇଁକି ସବୁ ପ୍ରକାର ଆୟୋଜନ ହେଇଛି ଏବଂ ଏହି ଅବସରରେ ଆମ ୟୁନିଭର୍ସିଟିରେ ଗତ ବର୍ଷ ତମାମ ଧରିକି ଯାହା ସବୁ କାମ କରିଆସିଛୁ, ଯେଉଁ ସବୁ ଉପଲବ୍ଧି ଆମେ ପାଇଛୁ ସେଗୁଡ଼ିକ ବି ଆମେ ଉପସ୍ଥାପନ କରିବୁ। ତା ଭିତରେ ଆମର ଯେଉଁ ରିସର୍ଚ୍ଚ ଆକ୍ଟିଭିଟି ରହିଛି, ରିସର୍ଚ୍ଚ କରିବା ଲାଗି ଯେଉଁ ଇନଫ୍ରାଷ୍ଟ୍ରକ୍ଚର ଦରକାର କରୁଛୁ ତାକୁ କେମିତି ଆମେ ଆଗକୁ ବଢ଼େଇଛୁ ଏବଂ ରିସର୍ଚ୍ଚ ଆଉଟକମ୍ କ'ଣ ପାଇଛୁ, ଯଥା ଆମର ପ୍ୟାଟେଣ୍ଟ publication, research paper publications, securing high value projects, ଏଇଗୁଡ଼ାକ ସବୁ ଆମେ ଉପସ୍ଥାପନ କରିବୁ। ତା ଛଡ଼ା ଆମର ଯେଉଁ ପିଲାଙ୍କର ଆଚିଭମେଣ୍ଟ ବା ଫ୍ୟାକଲ୍ଟିମାନଙ୍କର ଆଚିଭମେଣ୍ଟ ସେଗୁଡ଼ିକ ବି କହିବୁ। ପିଲାଙ୍କର ତ ବିଭିନ୍ନ କ୍ଷେତ୍ରରେ କେବଳ ରାଜ୍ୟ ସ୍ତରରେ ନୁହଁ, ଏଇଟା ହେଉଛି ଜାତୀୟ ସ୍ତରରେ ମଧ୍ୟ ଆମ ପିଲାମାନେ ଭଲ ଆଚିଭମେଣ୍ଟ ଦେଖେଇଛନ୍ତି। ଆମ ଟିଚରମାନଙ୍କ ଭିତରୁ କିଛି ଟିଚର ଯେଉଁ ୱାର୍ଲଡର ଟପ୍ 2% ସାଇଣ୍ଟିଷ୍ଟ ମାନଙ୍କ ଭିତରେ ବି ସ୍ଥାନ ପାଇଛନ୍ତି ଏବଂ ଆମର ପବ୍ଲିକେସନ ସଂଖ୍ୟା ବେଶ ବଢ଼ିଛି। ଆମର NRF ରାଙ୍କିଙ୍ଗରେ ବିଭିନ୍ନ ପାରାମିଟରର ଭ୍ୟାଲ୍ୟୁ ବି ବଢ଼ିଛି। ଆଶା କରୁଛୁ ଆହୁରି ବେଟର ହେବ। ଆମର ଯାହା କାର୍ଯ୍ୟକ୍ରମ ଆମେ ଜାରି ରଖୁଛୁ ଏବଂ ଭାବୁଛୁ ଆଗାମୀ ଦିନରେ ସେଗୁଡ଼ିକ ଆହୁରି ଉଚ୍ଚତର ହେବ। ଆପଣ ଯେମିତି କହୁଥିଲେ ପ୍ରେସ୍ ବାର୍ତ୍ତା ବେଳେ କି PhD ଡିଗ୍ରୀ ମଧ୍ୟ ପ୍ରଥମ ଥର ପାଇଁ ଦିଆଯିବ। ଏ ବର୍ଷର ଯେଉଁ ରହିଛି ଅଧିକ ଦିଗ ସେଇଟା ହେଉଛି ପ୍ରଥମ ଥର ପାଇଁକି, କାରଣ ଆମ ୟୁନିଭର୍ସିଟି 22-23 ଏକାଡେମିକ୍ ଇୟର୍ରୁ ଆରମ୍ଭ କଲା କାର୍ଯ୍ୟ ଏବଂ ଏ ବର୍ଷ ପ୍ରଥମ ଥର ପାଇଁକି 4 ଜଣ ପିଲା PhD ଡିଗ୍ରୀ ଆମ ୟୁନିଭର୍ସିଟିରୁ ପାଇବେ। ଆକ୍ଚୁଆଲି ରିସର୍ଚ୍ଚ ଯେଉଁମାନେ କରନ୍ତି ସେମାନେ ଫୁଲ୍ ଟାଇମ୍ ରିସର୍ଚ୍ଚ କଲାର ଥିଲେ, ସେମାନେ ବିଭିନ୍ନ ଡିପାର୍ଟମେଣ୍ଟରେ ବିଭିନ୍ନ ପ୍ରୋବ୍ଲେମ୍ ନେଇକି କାମ କରୁଥିଲେ। ଏଇ ବର୍ଷ ଯେଉଁ 4 ଜଣ ପାଇବେ ସେଥିରୁ 2 ଜଣ ହେଉଛନ୍ତି ଇଲେକ୍ଟ୍ରୋନିକ୍ସ ଡିପାର୍ଟମେଣ୍ଟର, ଜଣେ ହେଉଛି କେମିଷ୍ଟ୍ରି ଡିପାର୍ଟମେଣ୍ଟର, ଆଉ ଜଣେ ହେଉଛି ମେକାନିକାଲ ଡିପାର୍ଟମେଣ୍ଟର। ଆଉ କିଛି ପିଲାଙ୍କର ଥେସିସ୍ ସବମିଟ୍ ବି ହେଇଗଲାଣି, କାମ ସରିଗଲାଣି, ସବମିଟ୍ କରିଦେଇଛନ୍ତି। ତା ପରୀକ୍ଷା ପ୍ରୋସେସ୍ ଯେହେତୁ ସରିନି ସେମାନଙ୍କୁ ଆମେ ଏବେ ଦେଇପାରୁନୁ, କିନ୍ତୁ ବିଭିନ୍ନ ବିଷୟବସ୍ତୁ ନେଇକରି ନୂଆ ଟେକ୍ନୋଲୋଜି ଉପରେ କାମ କରୁଛନ୍ତି, ନୂଆ ପ୍ରୋବ୍ଲେମ୍ ଉପରେ କାମ କରୁଛନ୍ତି ଏବଂ ଆମର ଏଇଠି ସବୁ ସୁବିଧା ଆମେ ସେମାନଙ୍କୁ ଯୋଗାଇ ଦେଉଛୁ। ସେଇ ଯୋଗୁଁ ବୋଧେ 3 ବର୍ଷ ଭିତରେ ସେମାନେ କାମ ସମ୍ପୂର୍ଣ୍ଣ କରିପାରିଲେ ଏବଂ ଡିଗ୍ରୀ ପାଇପାରିଲେ। ଆମେ ଏଇଠିକାର ଯେଉଁ ନିଜସ୍ୱ ଏକ୍ଜାମିନେସନ୍ ସେଲ୍ ଯେଉଁଟା ଅଛି, ସେମାନେ ବହୁତ ଜଲ୍ଦି ଏସବୁ ପ୍ରୋସେସିଂ କରାଇ ପାରୁଛନ୍ତି ଏବଂ ଆଶା କରୁଛୁ ଏଇ 4ଟା 40 ହେଇଯାଇପାରେ ପରବର୍ତ୍ତୀ ବର୍ଷକୁ। ତା ଛଡ଼ା ଆମ ପିଲାମାନେ ଆଗରୁ ସେମାନଙ୍କର ଟିକେ ଅସୁବିଧା ହେଉଥିଲା, ଯେମିତିକି ସେମାନେ କୌଣସି ପ୍ରକାର ଆର୍ଥିକ ସହାୟତା ସ୍କଲାରସିପ୍ ହେଉ ବା ଫେଲୋସିପ୍ ହେଉ ସେଗୁଡ଼ିକ ପାଇପାରୁନଥିଲେ। ଏବେ ସେମାନଙ୍କର ଏଇସବୁ ପାଇବାର କିଛି ଅସୁବିଧା ହେଉନି। ସେମାନେ ଏବେ ଫୁଲ୍ ଟାଇମ୍
ରିସର୍ଚ୍ଚ ମାନ ଦେଇକରି କାମ କରିପାରିବେ। ଧନ୍ୟବାଦ। 19 तारिख सोमवार दिन आम रेल ऑडिटोरियम रे आम विश्वविद्यालय तृतीय समावर्तन उत्सव पालन करने को जाऊँ। एथिरे आमर महामहिम राज्यपाल जोग देकी आमर कृति छात्र छात्री मानक जो मैंने डिग्री प्राप्त हेबे से मानकु तांगर डिग्री प्रदान करिवे एवं एथर आमर ई दिनटी एक्चुअली सबू डिग्री प्राप्त छात्र छात्री मानक जीवन रे एक गौरवर विषय कारण से माने एक सभा मंच रे जाइकिरी महामहिम राज्यपाल बा आमर कुलपति बा कुलाधिपति ठारू तांगर डिग्री ग्रहण करिवे एवं एथर यह आमर विश्वविद्यालय द्रुत प्रगति पथरे आगे चलछि एवं तार एक निदर्शन स्वरूप एथर आमे 4 जन छात्र माननकु पीएचडी डिग्री प्रदान करिकु जोटा कि एक कष्टकर विषय पीएचडी डिग्री प्राप्त करबा कारण तार इभालुएशन प्रोसेसटा बहुत रिगरस बाहर एग्जामिनर इंटरनल आमर देश भीतर एग्जामिनर समस्त द्वारा एग्जामिन हैला पर ही गोटे छात्र से डिग्री प्राप्त होता है तेणु यह निश्चित भाव में एक गौरव विषय आम विश्वविद्यालय प्रति एवं आम मैंने आशा करूँ यह पर विश्वविद्यालय उत्तरोत्तर उन्नति कर चलिबो।